ସମସ୍ତଙ୍କୁ ସୁପ୍ରଭାତ। ସକାଳେ ଆଜି କିଛି ସମୟ ସୂର୍ଯ୍ୟ ନମସ୍କାର କରିବା ପରେ ପଟାପଟ ରେଡି ହୋଇ ବ୍ରେକଫାଷ୍ଟ ସାରିଥିଲି। ପରେ ଦଶମ ଶ୍ରେଣୀ ବୋର୍ଡ଼ ଏକ୍ଜାମ ପାଇଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲି। ପିଲାମାନଙ୍କୁ ଏକ୍ଜାମ ହଲକୁ ଏଣ୍ଟ୍ରି କରିବା ପରେ ସିଧା ପହଞ୍ଚିଥିଲି ମୋ ସ୍କୁଲରେ। କିଛିଟା କ୍ଲାସ୍ ନେବା ପରେ ରୁମ୍କୁ ଫେରି ରୋଷେଇରେ ଲାଗି ପଡ଼ିଲି। ପରେ ଲଞ୍ଚରେ ଭାତ ସହ ଚିକେନ ଖାଇଥିଲି। କିଛି ସମୟ ବିଶ୍ରାମ ନେବା ପରେ ସନ୍ଧ୍ୟାରେ ପହଞ୍ଚିଥିଲି ଜିମ୍। ଆଜି ଚେଷ୍ଟ ସହ ଟ୍ରାଇସେପ୍ର ୱାର୍କଆଉଟ୍ ସାରିବା ପରେ ରୁମ୍କୁ ଫେରିଥିଲି। ଅଟା ଚକୁଟିବା ବେଳେ ଆଜି ମାଆଙ୍କ କଥା ଭାରି ମନେ ପଡ଼ୁଥିଲା। ଘରେ ଖାଲି ଅର୍ଡ଼ର ଦେବା ମାତ୍ରେ ସବୁ କିଛି ପାଖରେ ପହଞ୍ଚୁଥିଲା। ଏବେ ଯେଉଁ ରୋଷେଇର କଷ୍ଟ, ନା ମୁଁ ସହିପାରୁଛି ନା କାହାକୁ କହିପାରୁଛି। ଡିନରରେ ରୁଟି ସହ ଚିକେନ ଖାଇଥିଲି। ପରେ କିଛି ସମୟ ପଢ଼ିଥିଲି। ଆଜିର ବ୍ଲଗ୍ଟିକୁ ଏଇଠି ଶେଷ କଲି। ଆଉ ସାଙ୍ଗମାନେ, ମୋର ଭିଡ଼ିଓ ତ ଦେଖୁଛ, ହେଲେ ଲାଇକ୍ କମେଣ୍ଟ ଜମା ବି କରୁନ। ଏମିତି କଲେ କ'ଣ ହେବ?